ଦେଖିଥିବେ ଯେଉଁ ଘରେ ତା ସ୍ୱାମୀ ତା ସ୍ତ୍ରୀ କି ବହୁତ ଭଲ ପାଏ, ସ୍ତ୍ରୀର କଥା ମାନେ, ସ୍ତ୍ରୀର ଭଲ ମନ୍ଦ କଥା ବୁଝେ, ସେଇ ଘରେ ଅନ୍ୟ ସଦସ୍ୟମାନେ ଖୁସି ନଥାନ୍ତି। ଯେଉଁ ଘରେ ବୋହୂଟି ଉପରେ ମାଡ଼ ବସୁଥିବ, ସେ ଜାଣୁ ଆସୁଣୁ ତା ସ୍ତ୍ରୀକି ଦି ଗୋଇଠା ମାରୁଥିବ, ଗାଳି ଗୁଲଜ କରୁଥିବ, କିଛି ଦେଉନଥିବ, ସେଇ ଘରେ ସେଇ ଶାଶୁ ଶ୍ୱଶୁର ହୁଅନ୍ତୁ, ଅନ୍ୟ ଘରର ସଦସ୍ୟମାନେ ସେ ପୁଅଟିକୁ ଭାରି ଟେକୁଥିବେ କି ଆଉ ଆମ ପୁଅଟା ଭାରି ଭଲ, ତା ସ୍ତ୍ରୀଟା ଭଲ ନୁହଁ ପରା। ଯେଉଁ ଘରେ ପୁଅଟି ହିଁ ତା ସ୍ତ୍ରୀର ଯତ୍ନ ନେଉଥିବ, ତାକୁ ସମ୍ମାନ ଦେଉଥିବ, ତାକୁ ଭଲ ବ୍ୟବହାର କରୁଥିବ, ସେଇଠି ପୁଅ ହେଇଯାଏ ଖରାପ, କ'ଣ ନା ମାଇକିନା ବୋଲା, ମାଇକିନା ବୋଲ କରା। ସେଥିପାଇଁ କିଛି ଲୋକ ନିଜେ ଭୁଲି ଯାଆନ୍ତି ସେ ଦିନେ କାହାର ଝିଅ ଥିଲେ, ସେ ଦିନେ କାହାର ବୋହୂ ଥିଲେ, ସେ ବି ଦିନେ ମାନେ ସେ ବି କାହାର ସ୍ତ୍ରୀ ଅଛନ୍ତି ବା ସ୍ତ୍ରୀ ଥିଲେ। ସେଥିପାଇଁ ଗୋଟେ ପର ଝିଅକୁ ଆଣିକି ତାକୁ ଗାଳି ଗୁଲଜ କରିବା, ତାକୁ ହଇରାଣ ହରକତ କରିବା, ତାକୁ କନ୍ଦେଇବା, ଯେଉଁ ଘରେ ନାରୀ କାନ୍ଦନ୍ତି ସେ ଘରେ କେବେ ଲକ୍ଷ୍ମୀ ଆସନ୍ତି ନାହିଁ। ଯେଉଁ ଘରେ ଦେଖିବେ ଗୋଟେ ସ୍ୱାମୀ ମଦ ପିଇ ତା ସ୍ତ୍ରୀ କି ବାଡ଼ଉଥିବ, ସେ ଘରେ ଦେଖିବେ ତାଙ୍କର ଧନର ଅଭାବ ସବୁବେଳେ ରହୁଥିବ, ଖାଇବା ପିଇବାରେ ମନ ଭରି ଖାଇପାରୁନଥିବେ, ଗୋଟେ ମନ ଭରି ମାନେ ମନ ଇଚ୍ଛା ହେଉଥିବ ଗୋଟେ କ'ଣ ଖାଇବାକୁ, ଖାଇପାରୁନଥିବେ। କାହିଁକିନା ସେ ଘରେ ଯେଉଁ ଧନ ଆସିବାର ବାଟଟା ବନ୍ଦ, ଯେଉଁ ବାଟଟା ହେଉଛି ଗୋଟେ ଘରର ସ୍ତ୍ରୀ। ଯଦି ଆପଣ ସ୍ତ୍ରୀକୁ ଅଶାନ୍ତିରେ ରଖୁଛନ୍ତି, ଆପଣ ଆପଣଙ୍କ ଶୁକ୍ରକୁ ଖରାପ କରୁଛନ୍ତି, ଯଦି ଗ୍ରହ ନକ୍ଷତ୍ର ଅନୁସାରେ ଆମେ ଯିବା। ସେଥିପାଇଁ ଗୋଟେ ଘରର ସ୍ତ୍ରୀ କି ସମ୍ମାନ ଦିଅନ୍ତୁ। ସେ ପ୍ରତ୍ୟେକ ଲୋକଙ୍କର କାମ ହେଉଛି ସେ ଘରର ସ୍ତ୍ରୀ କି ସମ୍ମାନ ଦେବା। ଆଉ ସବୁ ସ୍ତ୍ରୀମାନଙ୍କର ବି କାମ ହେଲା ଘରେ ଶାନ୍ତି ଶୃଙ୍ଖଳା ସହିତ ଭଲସେ ଚଳିବା, ନାହିଁ କି କଳି ଝଗଡ଼ା କରିବା କି ମୋତେ ସମ୍ମାନ ଦେଲା ମାନେ ମୁଁ କାହାକୁ ଛାଡ଼ିବିନି, ସେମିତି ନାହିଁ। ଉଭୟଙ୍କୁ ରେସ୍ପେକ୍ଟ ଦିଅନ୍ତୁ, ଭଲରେ ଚଳନ୍ତୁ, ତାହେଲେ ଯାଇକି ଆପଣଙ୍କର ଉନ୍ନତି ହେବ। ଆପଣ ତ ଖାଲି ସମସ୍ତଙ୍କ କଥା ଶୁଣିଲେ ଉନ୍ନତି କେଉଁଠୁ ଆସିବ? କଳି ଝଗଡ଼ା କଲେ ଉନ୍ନତି କେଉଁଠୁ ଆସିବ? ଗୋଟେ କିଛି ଶାଶୁ ଶ୍ୱଶୁର ଏମିତି ବି ଅଛନ୍ତି, ଯଦି ପୁଅ ବୋହୂ ବହୁତ ଭଲରେ ଚଳୁଥିବେ, କ'ଣ ନା ଆମ ପୁଅକୁ ବା ସେ ଗୁଣି ଗାରେଡ଼ି କରିକି ରଖିଛି, ତାକୁ ଗୋଟେ ବଶରେ କରିଛି, ତା ସହିତ ତନ୍ତ୍ର ସାଧନା କରିକି ରଖିଛି, ଏଇଭଳି ମାନେ ହୀନ ଚିନ୍ତାଧାରା ରଖନ୍ତି। ସେମାନେ ଭୁଲି ଯାଆନ୍ତି କି ସେଇ ବୋହୂଟି ଆମ ପୁଅର କେତେ ଯତ୍ନ ନେଉଛି, ତା ଖାଇବା ଖବର ବୁଝୁଛି, ତାକୁ ତା ଡ୍ରେସ୍ ସଫା କରିକି ତାକୁ ଭଲ ପରିଷ୍କାର ଡ୍ରେସ୍ ପିନ୍ଧଉଛି, ତା ଦେହ ମୁଣ୍ଡ ହେଲେ ତାର ଯତ୍ନ ନେଉଛି, ତାର A to Z ଦାୟିତ୍ୱ ନେଉଛି, ତାର ଟାଇମ୍ ଟୁ ଟାଇମ୍ ତାକୁ ମେଡ଼ିସିନ୍ ଦେଉଛି, ସବୁ ଖବର ବୁଝି, ପିଲା ଖବର ବୁଝି, ଘର କଥା ବୁଝୁଛି। ସେ କଥା କାହାକୁ ଦେଖାଯାଏ ନାହିଁ। ଯଦି ଦେଖାଯାଏ ବୋହୂଟା ଖୁସି କାହିଁ ରହିଲା, ବୋହୂ କାହିଁ ହସୁଛି, ବୋହୂ କାହିଁ ଭଲ ଫଟୋ ଛାଡ଼ୁଛି, ଭଲ ଭିଡ଼ିଓ କାହିଁ କରୁଛି, କାହିଁକି କାନ୍ଦୁନି ବୋହୂଟି। ପ୍ରତ୍ୟେକ ଶାଶୁମାନେ ଚାହାନ୍ତି କି ମୁଁ ମୋ ବୟସ ବେଳେ ମାନେ ଯାହା ସବୁ ଦେଖିଥିଲି, ମୋ ବେଳେ ଯଦି ମୁଁ ଘରୁ ବାହାରକୁ ଯାଉନଥିଲି, ମୋ ବେଳେ ମୁଁ ଭଲ ପିନ୍ଧୁନଥିଲି, ମୁଁ ମୋ ବେଳେ ଭଲ ଖାଉନଥିଲି, କି ମୋ ବେଳେ କାମ ଅଧିକା କରିଥିଲି, ମୋ ବୋହୂ ମଧ୍ୟ ସେଇଟା କରିବ। ଯଦି ସେଇ ଚିନ୍ତାଧାରା ଶାଶୁମାନେ ଚେଞ୍ଜ କରିଦିଅନ୍ତି କି ମୋ ବେଳେ ତ ଯାହା ଥିଲା, ଏବେ ତ ସମୟ ଅନୁସାରେ ସବୁ ପରିବର୍ତ୍ତନ ହେଉଛି, ମୋ ବୋହୂ ଭଲରେ ରହୁ, ମୁଁ ବି ଭଲରେ ରହିବି, ମୋ ବୋହୂ ବି ଭଲରେ ରହୁ। ଯଦି ଜଣେ କଷ୍ଟ କରିଛି ତା ପୂର୍ବରୁ, ତାମାନେ ତା ବୋହୂ ଆସିଲେ ସିଏ କରିବ, ସେ ବୋହୂ ବି ପରମ୍ପରା ଚାଲିବ, ସିଏ ବି ତା ବୋହୂକୁ କରିବ, ସିଏ ବି ତା ବୋହୂକୁ କରିବ, ଏମିତି ତ ଚାଲି ଚାଲି ସଂସାରଟା ପୁରା ନଷ୍ଟ ହେଇଯିବ। ସେଥିପାଇଁ ବୋହୂକୁ ଝିଅ କରିନିଅନ୍ତୁ, ବୋହୂ ବି ଆପଣଙ୍କ ମାଆ ଭଳିଆ ମାନିକି ଚଳିବ। ଆଉ ପୁଅ ବୋହୂଙ୍କ ଭିତରେ କେବେ ବି ପସନ୍ଦ ନାହିଁ କଳି ଝଗଡ଼ା ହେଉଛି, ତାଙ୍କୁ ସମାଧାନ କରିବାକୁ ଦିଅନ୍ତୁ। ଥାର୍ଡ଼ ପର୍ସନ୍ ବସିଲେ ବେଶୀ କଳି ଝଗଡ଼ା ହୁଏ। ପ୍ରତ୍ୟେକ ପୁଅମାନଙ୍କୁ ଆଉ ନାରୀମାନଙ୍କୁ, ସ୍ତ୍ରୀମାନଙ୍କୁ ଅନୁରୋଧ, ନିଜ ଝଗଡ଼ା ନିଜେ ସଲ୍ଭ କରନ୍ତୁ, ସମସ୍ତଙ୍କୁ କହିକି ବୋଲିକି ସଲ୍ଭ କରିବା ଆବଶ୍ୟକତା ନାହିଁ। ଆଉ ଗୋଟେ କଥା ହେଉଛି ସବୁବେଳେ ଖୁସିରେ ରୁହନ୍ତୁ, ସ୍ୱାମୀ ସ୍ତ୍ରୀ ଭିତରେ ସୁସମ୍ପର୍କ ରଖନ୍ତୁ। ଏମିତି ନାହିଁ ଯେ ସ୍ୱାମୀ ନାଁରେ ଯାଇ ଗପିବ, ସିଏ ଯାଇ ତା ସ୍ତ୍ରୀ ନାଁରେ ଗପିବ। ଏମିତି କଲେ ଲୋକମାନେ ବହୁତ ଫାଇଦା ଉଠେଇକି ଘରଟାକୁ ନଷ୍ଟ କରିଦେବେ। ଯେତେବେଳେ ବୁଢ଼ା ବୁଢ଼ୀ ବୟସ ହେଇଯିବ, ସେତେବେଳେ ପାଖରେ କେହି ନଥିବେ, ନା ସେ ବାପା ମା ଥିବେ, ନା ସେ ଭାଇ ଭଉଣୀ ଥିବେ, ନା ସେ ବନ୍ଧୁବାନ୍ଧବ ଥିବେ, କେହି ନଥିବେ। ସେଥିପାଇଁ ନିଜ ହାତରେ ନିଜ ସଂସାରକୁ ନିଜେ ଗଢ଼ନ୍ତୁ, ଭଲରେ ରୁହନ୍ତୁ।